ବହୁତ ଦିନ ତଳର କଥା। ଗୋଟିଏ ଜଙ୍ଗଲରେ ବିଭିନ୍ନ ପ୍ରକାରର ପଶୁପକ୍ଷୀ ବସବାସ କରନ୍ତି। ସେଠାରେ ରହୁଥିଲା ଗୋଟିଏ ଦୁଷ୍ଟ ବାଘ। ବାଘ ସହିତ ଗୋଟିଏ ଶିଆଳର ଭଲ ସମ୍ପର୍କ ଥିଲା। ଗୋଟିଏ ଦିନ ବାଘଟି ଶିଆଳକୁ କହିଲା, କିରେ ଶିଆଳ, ମୁଁ ତ ପ୍ରତିଦିନ ଶିକାର କରି ଆଣୁଛି, ଆଉ ତୁ ବସି ବସି ଖାଉଛୁ। ଆଜିଠାରୁ ତୁ ଶିକାର କରି ଆଣିବୁ, ଆଉ ମୁଁ ବସି ବସି ଖାଇବି। କ'ଣ କହୁଛ ମ ବାଘ ମାମୁଁ? ଏଇଟା ଗୋଟିଏ କଥା କହୁଛ ତୁମେ? ତୁମେ ତ ହେଉଛ ଏଇ ଜଙ୍ଗଲର ସମସ୍ତଙ୍କଠାରୁ ହିଂସ୍ର ପ୍ରାଣୀ। ତୁମେ ଚାହିଁଲେ ସମସ୍ତଙ୍କୁ ଆରାମରେ ଶିକାର କରିପାରିବ। ତା ଛଡ଼ା ମୋ ଠାରୁ ତ ତୁମର ଅଧିକ ଶକ୍ତି ଅଛି ନା। ମୁଁ ଏତେ କଥା ଶୁଣିବାକୁ ଚାହୁଁନି ଶିଆଳ। ତୁ ଯାଇକି ଆମ ଦି ଜଣଙ୍କ ପାଇଁ ଶିକାର କରି ନେଇକି ଆ, ବୁଝିଲୁ? ହଁ, ଯଦି ଶିକାର କରି ନ ଆଣି ଖାଲି ହାତରେ ଆସୁ, ତାହେଲେ ତତେ ମୁଁ ଧରି କଡ଼ମଡ଼ କରି ଖାଇଯିବି। ଭଲରେ ଭଲରେ କହୁଛି, ଶିକାର କରିବା ପାଇଁ ବାହାରି ପଡ଼। କିନ୍ତୁ ବାଘ ମାମୁଁ। ପୁଣି କିନ୍ତୁ କ'ଣ ପାଇଁ? ହଁ ଶୁଣ, ତୁ ଯଦି ଏଇ ଜଙ୍ଗଲର କୋଉ ପଶୁପକ୍ଷୀଙ୍କୁ ଶିକାର କରି ନ ପାରିବୁ, ତାହେଲେ ତାଙ୍କୁ ଭୁଲାଭୁଲି କରି ମୋ ପାଖକୁ ନେଇ ଆସିବୁ। ତାପରେ ମୁଁ ତାକୁ ଶିକାର କରିଦେବି, ବୁଝିଲୁ? ଆଚ୍ଛା, ଠିକ୍ ଅଛି ବାଘ ମାମୁଁ। ତାହେଲେ ମୁଁ ଯାଉଛି ଶିକାର ଖୋଜିବାକୁ। ଏହା କହି ଶିଆଳଟି ଶିକାର ଖୋଜିବା ପାଇଁ ବାହାରି ପଡ଼ିଲା। ଆଉ ମନେ ମନେ ଭାବୁଥାଏ, ଜଙ୍ଗଲର ପଶୁପକ୍ଷୀଙ୍କୁ କ'ଣ କହି ବୋକା ବନେଇ ବାଘ ପାଖକୁ ନେଇକି ଯିବ। ବାଘକୁ ଯଦି ଶିକାର ନ ଦେବ, ତାହେଲେ ବାଘର ହାତରୁ ସିଏ ଖସି ପାରିବ ନାହିଁ। କାହିଁକି ନା ସିଏ ଯୁଆଡ଼େ ବି ଯାଉନା କାହିଁକି, ବାଘ ତାକୁ ଖୋଜିକି ହିଁ ପାଇଯିବ। ଯାଉଥିବା ସମୟରେ ହଠାତ୍ ଶିଆଳର ମୁଣ୍ଡକୁ ଗୋଟିଏ ବୁଦ୍ଧି ଜୁଟିଲା। ଆରେ, ମିଳିଗଲା। ଶିକାର ଯୋଗାଡ଼ କରିବା ପାଇଁ ବୁଦ୍ଧି ମିଳିଗଲା। ମୋ ମୁଣ୍ଡରେ ଏତେ ସୁନ୍ଦର ବୁଦ୍ଧି ଥାଉ ଥାଉ ମୁଁ ବେକାରଟାରେ ଚିନ୍ତା କରୁଛି। ଏଇ ତ ଦୂରରେ ଗୋଟିଏ ବୋଦା ଦେଖାଯାଉଛି। ଯାଉଛି, ତା ପାଖକୁ ଯିବି। ତାକୁ ପଟେଇବାକୁ ଚେଷ୍ଟା କରିବି। ଯଦି ବୋଦାକୁ ପଟେଇ ବାଘ ପାଖକୁ ନେଇଯିବି, ତାହେଲେ ଏଥର ବାଘର ହାତରୁ ବଞ୍ଚିଯିବି। ଯାଉଛି, ସେ ବୋଦା ପାଖକୁ ଯିବି। ତା ଛଡ଼ା ଯଦି ସେ ପଳେଇବ, ତାହେଲେ ମୋ ଉପରେ ବହୁତ ବଡ଼ ବିପଦ ମାଡ଼ି ଆସିବ। ଏହା କହି ଶିଆଳଟି ବୋଦା ପାଖକୁ ଗଲା। ମେ କ'ଣ ହେଲା ଶିଆଳ ଭାଇ? କେମିତି ଅଛ ତୁମେ? ଆଉ କେମିତି କଟୁଛି ତମର ସବୁ ଦିନ ଗୁଡ଼ିକ? ଭଲ ନାହିଁ ମୋ ଭାଇ, ବହୁତ କଷ୍ଟରେ ଅଛି। ଦିନସାରା ତ ବିଭିନ୍ନ କାମରେ ବ୍ୟସ୍ତ ରହୁଛି। ଏମିତି ଦିନ ଗୁଡ଼ିକ ସବୁ କଟୁଛି ଆଉ। ତୁମେ ତ ହେଲ ଏ ଜଙ୍ଗଲର ଏକମାତ୍ର ଚାଲାକ ପ୍ରାଣୀ। ତୁମର ପୁଣି କଷ୍ଟ କ'ଣ ପାଇଁ ମ? କୁହ ତ। ତୁମେ ତ ଖାଲି ଖାଇକି ବୁଲିବ, ସେଥିରେ ପୁଣି ଏତେ ସମସ୍ୟା? ହଁ, ମୋର ବହୁତ ସମସ୍ୟା ଅଛି, ବୁଝିଲ ବୋଦା ଭାଇ। ଯଦି କହିବା ଆରମ୍ଭ କରିବି, ତାହେଲେ ସରିବ ନାହିଁ, ବୁଝିଲ? ଦେଖ, ମୋର ବୟସ ହୋଇଗଲାଣି। କାମ ଦାମ ତ ଏତେ ଆଉ କରିପାରୁନି। ସେଥିରେ ପୁଣି ବାଘ ମାମୁଁ ମୋତେ ଖାଦ୍ୟର ଦାୟିତ୍ୱ ଦେଇଛନ୍ତି। ଏଇ ଜଙ୍ଗଲରେ ଯେତେ ପଶୁପକ୍ଷୀ ଅଛନ୍ତି, ସମସ୍ତଙ୍କୁ ନିମନ୍ତ୍ରଣ କରିବା ପାଇଁ। ବାଘ ମାମୁଁ ନିଜେ ହାତରେ ରୋଷେଇ କରି ସମସ୍ତଙ୍କୁ ଖାଇବା ପାଇଁ ଦେବାକୁ ଚାହୁଁଛନ୍ତି। କୁହ ତ, ଏହି ବୟସରେ ଜଙ୍ଗଲ ସାରା ବୁଲି ବୁଲି ସବୁ ପଶୁପକ୍ଷୀମାନଙ୍କୁ ମୁଁ କ'ଣ ନିମନ୍ତ୍ରଣ କଲା ଭଳି ସାମର୍ଥ୍ୟ ମୋର ଅଛି? ମୁଁ ତ ଆଉ ଆଗ ଭଳି ବେଶୀ ଚାଲି ବୁଲି ପାରୁନାହିଁ। ତାପରେ ପୁଣି ଏତେ ବଡ଼ ଦାୟିତ୍ୱ। ହଁ କି ଶିଆଳ ଭାଇ, ତାହେଲେ ତ ତୁମେ ଯବାନ ବେଳେ ବହୁତ କିଛି କାମ କରିପାରୁଥିବ। ହଉ, ଆଉ ଏଇ ବୟସରେ ସମସ୍ତଙ୍କ ସହିତ ଏମିତି ବି ହୁଏ। କ'ଣ କରିବା ଶିଆଳ ଭାଇ, ବୟସ ହୋଇଗଲେ ସମସ୍ତଙ୍କର ବଳ ହିଁ କମିଯାଏ। ଏଥିପାଇଁ କିଛି କରିବାର ନାହିଁ। ଭଗବାନ ଯାହା କରନ୍ତି ସବୁ ପ୍ରାଣୀଙ୍କର ମଙ୍ଗଳ ପାଇଁ ହିଁ କରନ୍ତି, ବୁଝିଲ ଶିଆଳ ଭାଇ? ରଖ ମ ଏମିତି କଥା, ସବୁ ଆମର ଭାଗ୍ୟ। ଶୁଣ ବାଘ ମାମୁଁ,
ତୁମକୁ ଭୋଜି ଖାଇବା ପାଇଁ ନିମନ୍ତ୍ରଣ କରିଛନ୍ତି ଆଉ ତୁମକୁ ସେଠାକୁ ଯିବା ପାଇଁ କହିଛନ୍ତି। ଏବେ କୁହ ତୁମେ କେତେବେଳେ ଯିବ? ଯଦି ତୁମେ ଚାହିଁବ ମୋ ସହିତ ଏବେ ବି ଯାଇପାର। ନା ନା ଶିଆଳ, କ'ଣ କହୁଛ ତୁମେ? ଆଜିକାଲି ମୋର ଆଉ ଖାଦ୍ୟ ପ୍ରତି ସେମିତି ଲୋଭ ନାହିଁ। ହଁ, ପୁଣି ସେଇ ବାଘ ଯିଏ ମୋ ମା ବାପାଙ୍କୁ ଧରି ଖାଇ ଦେଇଥିଲା। ନା 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 ନା, ମୁଁ ସେଠାକୁ ଯିବାକୁ ଚାହୁଁନାହିଁ। ମୁଁ ଯଦି ସେଠାକୁ ଯିବି ତାହେଲେ ସେ ମୋତେ ମାରିକି ଖାଇଦେବ। ସେ ବାଘଟା ଗୋଟେ ବଦମାସ ବାଘ। ମୁଁ ସେଠାକୁ ଜମା ବି ହେଲେ ଯିବି ନାହିଁ। ତୁମେ ଭୁଲ ବୁଝୁଛ ବୋଦା। ଆଗ ଭଳି ସିଏ ପଶୁକୁ ଧରି ଖାଇବା ଛାଡ଼ି ଦେଇଛନ୍ତି। ସେଥିପାଇଁ ଜଙ୍ଗଲର ସମସ୍ତଙ୍କୁ ଭୋଜି କରି ଖାଇବା ପାଇଁ ଡାକିଛନ୍ତି। ତୁମେ ମୋ ସହ ଯାଇପାର। ତୁମର କିଛି ବି ହେବ ନାହିଁ। ତୁମେ ଖାଲି ଯିବ, ଖାଇ ପିଇ ଦେଇ ପଳେଇ ଆସିବ। ନା ରେ ବାବା ନା, ମୋର ଦରକାର ନାହିଁ। ତୁମେ ଯାଇକି ଖାଅ, ମୁଁ ଚାଲିଲି। ତୁମେ 2 ଜଣ ଭାରି ଚାଲାକ, ମୁଁ ସବୁ ଜାଣିଛି। ଏହା କହି ବୋଦାଟା ସେଠାରୁ ଚାଲିଗଲା। ଶିଆଳଟି ଆଉ କାହାକୁ ପଟେଇବାକୁ ଚାଲିଲା। ସିଏ ଯଦି କାହାକୁ ନ ନେଇକି ଯିବ ତାହେଲେ ତାର ଜୀବନ ମରଣର ସମସ୍ୟା। ଏମିତି ଚାଲୁ ଚାଲୁ ଜଙ୍ଗଲ ଭିତର ଦେଇ ଯିବା ସମୟରେ ଗଛରେ ଗୋଟିଏ ମାଙ୍କଡ଼କୁ ଦେଖିବାକୁ ପାଇଲା। ଆରେ ମାଙ୍କଡ଼ ଭାଇ, କେମିତି ଅଛ ତୁମେ? ହଁ ସେମିତି। ଆଉ ତୁମର କ'ଣ ଖବର? ନା ମ, ସେମିତି କିଛି ଭଲ ନାହିଁ। କାହିଁକି? କ'ଣ ସମସ୍ୟା ହୋଇଛି ନା କ'ଣ? ଶୁଣ ତାହେଲେ, ବାଘ ମାମୁଁ ମୋତେ ଗୋଟିଏ ଦାୟିତ୍ୱ ଦେଇଛି। ବଣର ସବୁ ପଶୁପକ୍ଷୀମାନଙ୍କୁ ଗୋଟିଏ ଭୋଜି ଖାଇବାକୁ ଡାକିଛି। ଆଜି ବାଘ ମାମୁଁ ନିଜ ହାତରେ ଭୋଜି ସବୁ ରାନ୍ଧି ରଖିଛି। ସେଥିପାଇଁ ମୁଁ ଆଜି ସକାଳୁ ସମସ୍ତଙ୍କୁ ନିମନ୍ତ୍ରଣ କରି ତାର ଘରକୁ ନେବା ପାଇଁ ଆସିଛି। ହଁ ସତ କି? ଏଇଟା ତ ଗୋଟିଏ ଭଲ ଖବର। ହଁ ପରା, ତୁମକୁ ବି ବାଘ ମାମୁଁ ନିମନ୍ତ୍ରଣ କରିଛି। ତୁମକୁ ଭୋଜି ଖାଇବା ପାଇଁ ତାର ଘରକୁ ଡାକିଛି। ତୁମେ ଏବେ ମୋ ସହିତ ଚାଲ। ଏବେ ବହୁତ ମିଠା ଖାଇବାର ବ୍ୟବସ୍ଥା କରିଛି। ତୁମେ ତ ବୁଝିପାରୁଛ ବଣର ରାଜାଙ୍କ ଭୋଜି କଥା କେତେ କ'ଣ ହୋଇଛି। ନା ନା ଭାଇ, ମୋର ଏତେ ବଡ଼ ସ୍ୱପ୍ନ ଦେଖିବା ଦରକାର ନାହିଁ। ତୁମେ ଯାଅ ଆଉ କାହା ପାଖକୁ। ମୁଁ ବାଘର ଘରକୁ ଯାଇପାରିବି ନାହିଁ। ସେ ଶୈତାନ ବାଘ ଖାଇବା ନା କହି ମୋତେ ଖାଇଦେବ। ମୋର ଯିବା ଦରକାର କିଛି ବି ନାହିଁ। ତୁମେ ଏଠାରୁ ଯାଅ, ମୋର ବହୁତ କାମ ଅଛି। ମାଙ୍କଡ଼ର କଥା ଶୁଣି ଶିଆଳଟି ଚିନ୍ତାରେ ପଡ଼ିଗଲା। ତଥାପି ହାର ମାନିଲା ନାହିଁ। ତାପରେ ସିଏ ଭାବିଲା, ଯାଉଛି ହରିଣ ପାଖକୁ ଯିବି। ତାପରେ ସିଏ ଯାଇ ହରିଣର ପାଖରେ ପହଞ୍ଚିଲା। ଆରେ ଶିଆଳ ଭାଇ, ଏ ଗରିବର ଘରେ କେମିତି? ନା ମ, ବାଘ ମାମୁଁର କଥା ଶୁଣି ତୁମ ପାଖକୁ ଆସିବାକୁ ପଡ଼ିଲା। ବାଘ ମାମୁଁ ଗୋଟିଏ ଭୋଜିର ଆୟୋଜନ କରିଛନ୍ତି। ତୁମେ ମୋ ସହିତ ଚାଲ। କାହିଁକି ନା ବାଘ ମାମୁଁ ତାର ଘରକୁ ସବୁ ପଶୁପକ୍ଷୀଙ୍କୁ ଡାକିଛି। ସେ ନିଜ ହାତରେ ଭୋଜି ସବୁ ରାନ୍ଧି ଖାଇବାକୁ ଦେବା ପାଇଁ ଡାକିଛି। ତୁମକୁ ଯିବାକୁ ପଡ଼ିବ। ବାଘ ମାମୁଁ ବାରମ୍ବାର ତୁମ କଥା କହିଛି। ସେଥିପାଇଁ ମୁଁ ତୁମ ପାଖକୁ ଆସିଛି। କ'ଣ କହୁଛ ଶିଆଳ? ବାଘ ସମସ୍ତଙ୍କୁ ଡାକିଛି, ସମସ୍ତଙ୍କ ପାଇଁ ଭୋଜିର ଆୟୋଜନ କରିଛି। ହଁ, ବାଘ ମାମୁଁ ଆଉ କାହାକୁ ବି ଏ ବଣର ପଶୁପକ୍ଷୀଙ୍କୁ ଶିକାର କରିବ ନାହିଁ। ସେଥିପାଇଁ ସେ ସମସ୍ତଙ୍କୁ ଡାକି ଏ କଥାଟାକୁ କହିବାକୁ ଚାହୁଁଛି। ଆଉ ସମସ୍ତଙ୍କୁ ଭଲକି ଖାଇବାକୁ ଦେବାକୁ ଚାହୁଁଛି। ତୁମେ ଶୀଘ୍ର ଶୀଘ୍ର ରେଡି ହୁଅ ଆଉ ମୋ ସହିତ ଚାଲ। ହଁ ହଁ, ଆଉ ଡେରି କ'ଣ ପାଇଁ? ଏବେ ହିଁ ଚାଲ। ଶୀଘ୍ର ଶୀଘ୍ର ଯାଇ ଖାଇକି ଫେରି ଆସିବି। ବାଘ ମାମୁଁ ଯଦି ଭୋଜିର ଆୟୋଜନ କରିଛନ୍ତି ତାହେଲେ ନିଶ୍ଚୟ ବହୁତ ପ୍ରକାରର ଆଇଟମ ବନେଇଥିବେ। ଗଲେ ତ ପେଟ ପୂରା ଖାଇପାରିବି। ଓହୋ, ଯା ରେ ବାବା ଯା। ତାହେଲେ ଶେଷରେ ଶିକାରଟିଏ ମିଳିଗଲା। ମୁଁ ଏମିତି ଗୋଟିଏ ଗଧ ହାବୁଡ଼ରେ ପଡ଼ିବି ବୋଲି ଭାବିନଥିଲି। ଯାହା ହଉ ମ, ବାଘର ହାତରୁ ତ ମୁଁ ବଞ୍ଚିଗଲି। କ'ଣ ହେଲା ଶିଆଳ? କ'ଣ ଭାବୁଛ ନା କ'ଣ ମ? ନା ନା, ଏମିତି ଆଉ କିଛି ନାହିଁ ମ। ଆରେ ଏତେ ଆଉ ଚିନ୍ତା କରନି। ଏବେ ଚାଲ ବାଘର ଘରକୁ ଯିବା ଆଉ ତା ହାତ ରନ୍ଧାକୁ
ଟିକେ ଚାଖିବା। ଏହା କହି ସେ ବୋକା ହରିଣଟି ଶିଆଳ ସହିତ ବଣ ଭିତରକୁ ଚାଲିଲା। ଭୋଜି ଖାଇବା କଥା ଶୁଣି ସେ ବହୁତ ଖୁସି ହୋଇଯାଇଛି। ଏମିତି ଭାବେ ଦୁଇ ଜଣ ଯାକ ଯାଇ ବାଘ ପାଖରେ ପହଞ୍ଚିଗଲେ। ମୁଁ ବହୁତ ଖୁସି ହୋଇଗଲି। ବାଘ ମାମୁଁ, ତୁମେ ମତେ ଭୋଜି ଖାଇବା ପାଇଁ ନିମନ୍ତ୍ରଣ କରିଛ। ବାକି ସମସ୍ତେ କୁଆଡ଼େ ଗଲେ? ଏଠି ତ କାହିଁ କିଛି କାହାକୁ ପଶୁପକ୍ଷୀଙ୍କୁ ଦେଖିବାକୁ ପାଉନି। କ'ଣ ସମସ୍ତେ ଖାଇ ପିଇ ଦେଇ ପଳେଇ ଗଲେଣି ନା କ'ଣ? ଶିଆଳ, ସତରେ ତୁ ବହୁତ ବୁଦ୍ଧିମାନ। ତୋର ମୋର ମିଶି ଆଜି ଆରାମରେ ଖାଇବା। କ'ଣ କହୁଛୁ ତୁ? ଆଉ ମୁଁ? ଆରେ ହରିଣ, ତତେ ହିଁ ତ ଆମେ ଖାଇବୁ। ଏହା କହି ବାଘଟି ହରିଣର ଉପରକୁ ଝାମ୍ପି ପଡ଼ିଲା ଆଉ ତାକୁ ମାରିଦେଲା। ଶିଆଳ, ହରିଣକୁ ତ ମାରିଦେଲି। ମୋ ହାତ ମୁହଁରେ ବହୁତ ଧୂଳି ଲାଗିଛି। ତୁ ଅପେକ୍ଷା କର, ମୁଁ ଧୁଆ ଧୋଇ ହୋଇ ଆସୁଛି। ଆଚ୍ଛା ଠିକ୍ ଅଛି ବାଘ ମାମୁଁ, ତୁମେ ଯାଅ, ହାତ ମୁହଁ ଧୋଇକି ଆସ। ମୁଁ ଏଠାରେ ଜଗିଛି। ବାଘଟି ସେଠାରୁ ଚାଲିଗଲା। ବାଘଟି ଯିବା କ୍ଷଣି ଶିଆଳଟି ମନେ ମନେ ଭାବିଲା, ଆଜି ମୁଁ ମୋ ବୁଦ୍ଧିର ପରିଚୟ ଦେବି। ହରିଣର ସବୁଠାରୁ ଟେଷ୍ଟିଟା ହେଉଛି ତାର ମୁଣ୍ଡରେ ଥିବା ମଗଜ। ଆଜି ମୁଁ ସେଇଟାକୁ ଖାଇଦେବି। ଦେଖିବା ବାଘ ମୋର କ'ଣ କରିବ। ଶିଆଳଟି ଏପଟ ସେପଟକୁ ଅନେଇ ହରିଣର ମଗଜଟିକୁ ଖାଇଦେଲା। କିଛି ସମୟ ପରେ ବାଘଟି ଆସି ପହଞ୍ଚିଲା ଆଉ ହରିଣର ମୁଣ୍ଡଟି ଖାଇବା ପାଇଁ ବାହାରିଲା। ଦେଖିଲା ତାର ମଗଜଟି ଭିତରେ ନାହିଁ। ଶିଆଳ, ହରିଣର ମଗଜଟା କୁଆଡ଼େ ଗଲା? ତୁ ଖାଇ ଦେଇଛୁ କି? ବାଘ ମାମୁଁ, ଏମିତି ବୋକା ହରିଣର ମଗଜ ହିଁ ନଥାଏ। ତାର ଯଦି ମୁଣ୍ଡରେ ମଗଜ ଥାଆନ୍ତା, ସିଏ ତ ଆମ ଚାଲାକି ସବୁ ବୁଝି ପାରିଥାନ୍ତା ନା। ଏ ହରିଣ ସେମିତି ହରିଣ ନୁହେଁ। ଏ ବଣର ସବୁ ହରିଣ ଠାରୁ ଟିକେ ଅଲଗା, କାରଣ ଇଏ ହେଉଛି ବୋକା। ଏମିତି ବୋକାମାନଙ୍କର ଜଙ୍ଗଲରେ ରହିବା କିଛି ଅଧିକାର ହିଁ ନାହିଁ। ସେଥିପାଇଁ ତ ତାକୁ ଖାଇବା ପାଇଁ ନେଇ ଆସିଲି। ବାସ୍ ଶିଆଳ, ଆଜି ତୋର ବୁଦ୍ଧି ଶୁଣି ମୁଁ ବହୁତ ଖୁସି ହୋଇଗଲି। ତୁ ପ୍ରକୃତରେ ଜଙ୍ଗଲର ଏକମାତ୍ର ଚାଲାକି ପ୍ରାଣୀ। କେତେ ସୁନ୍ଦର ବୁଦ୍ଧିରେ ବୁଝେଇ ହରିଣଟିକୁ ଏଠାକୁ ନେଇ ଆସିଲୁ। ତୋର ମୁଁ ବହୁତ ପ୍ରଶଂସା କରୁଛି। ନା ନା ମାମୁଁ, ସେମିତି କିଛି ନାହିଁ। ଇଏ ତ ଆମ ଭିତରର କଥା। ହଁ, ତୁ ଠିକ୍ କହିଛୁ। ଆଜିର ଖାଇବାଟା ବହୁତ ବଢ଼ିଆ ହେବ। କ'ଣ କହୁଛୁ ଶିଆଳ? ହା 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 ହା।